আরে নাচমালি তোমার নাটা করালো মহারাজ মোনা মধুচন্দা মধুছন্দা আরে মধুছন্দা হ্যাঁ তুমি মহারাজ ଦେଖିବାକୁ ବହୁତ ସୁନ୍ଦର ଲ ସରକାର ଉପସରି ପରି ଲାଗୁଛଲ ମଧୁଛନ୍ଦା ସତରେ ହେଲେ ମହାରାଜ ମଧୁଛନ୍ଦା ହଁ ଆଜି ରାତିକ ପାଇଁ କେତେ ଟଙ୍କା ନେବ କୁହ ମଧୁଛନ୍ଦା କୁହ ହେଲେ ମହାରାଜ ହଁ ହଁ ତମେ ଏଡେ ବଡ ରାଜ୍ୟର ପ୍ରଜାଟି ହେଇ ତମେ ମତେ ଗୋଟେ ରାତି ପାଇଁ କେତେ ଟଙ୍କାଟେ ନେବ କହୁଛ ତାହେଲେ ମତେ କଣ କରିବାକୁ ପଡିବ ତମେ ଚାହିଁଲେ ଓହୋ ମୁଁ ତମ ରାତିକୁ ସବୁଦିନ ପାଇଁ ରଙ୍ଗୀନ କରିବି ତାହେଲେ ସବୁ ରାତି ମତେ ରଙ୍ଗୀନ କରିଦେବ ହଁ ଏବେ ଠିକ ଅଛି କୁହ ହେଲେ ମହାରାଜ ଓହୋ ମୋର ଗୋଟେ ସର୍ତ୍ତ ଅଛି କି ସର୍ତ୍ତ ମଧୁଛନ୍ଦା ତମେ ହଁ ହଁ ତମ ରାଜ୍ୟକୁ ନେଇଗଲେ ଯା ଓ ନିଶ୍ଚୟ ନେଇଯିବି ଲୋ କୁହ କୁହଲୋ କି ସର୍ତ୍ତ କହିଲି ପରି ମହାରାଜ ହଁ ହଁ ତମେ ତମ ରାଜ୍ୟକୁ ନେଇଯିବ ହଁ ମୁଁ ରାଜ୍ୟକୁ ତ ନେଇଯିବି ହଁ କୁହ ସେଠି ନେଇଗଲା ପରେ ହିଁ ହଁ ହଁ ତମ ରାତି ସେ ମୁଁ ରଙ୍ଗୀନ କରିଦେବି ରଙ୍ଗୀନ କରିଦେବା ହଁ ମହାରାଜ ଓଏ ତୁ କଣ କହିବାକୁ ଯାଉଥିଲ ଓ ରାଜ୍ୟକୁ ନେଇଯିବି ଏଇଟା କଣ ଓ ରାଜ୍ୟ ନୁହେଁ କୁହ ହେଲେ ମହାରାଜ ହଁ ହଁ ଏଇଟା ତମ ରାଜ୍ୟ ହଁ ହଁ ହେଲେ ତମ ଘର ତ ନାହିଁ ନା ଏଠି ଓ ସେ ମୋ ସ୍ତ୍ରୀର କଥା କହୁଛ ପରା ଓ ସ୍ତ୍ରୀ ପଇସା କ୍ଷୀର କଥା କହୁଛ ନା ଓହୋ ସେ କିଛି କରିବନି ଲୋ ଓ ତୁମକୁ ମୋ ରାଜ୍ୟକୁ ନେଇଯିବି ଛାଡ଼ ଛାଡ଼ ତା କଥା ସେ ତ ଗୋଟେ ଅଦରକାରୀ ଫମ୍ପା ମାଠିଆ ଲୋ ଫମ୍ପା ମାଠିଆ ଶେଷରେ ଏତେ ତାଲାକୁ ଖସିଗଲା ଓହୋ ଔଷଧ କହିଲୁ ଲୋ ତୁମେ ଗୋଟେ ଫମ୍ପା ମାଠିଆ ଭଗବାନ ଓହୋ ଏ ସାମାନ୍ୟ ନାଚ ବାଲି ସହିତ ତା ପ୍ରେମ ପାଇଁ ତୁମେ ମୋ ପ୍ରେମରେ ତୁମେ ଅନ୍ଧ ସାଜିଗଲ ପ୍ରେମ ପ୍ରେମ କଣ ଫଳ ପାଇବି ନା ଓ ତୁମକୁ ଫଳ ପାଉନଥିଲି ମୁଁ ଫଳ ପାଉଥିଲି କେବଳ ଏଇ ଚନ୍ଦନଗଡ଼ ରାଜ୍ୟକୁ ଏଇ ରାଜ୍ୟ ସିଂହାସନକୁ ଲୋ ସେନାପତି ବାବୁ ଓହୋ ଏବେ ବି ସମୟ ଅଛି ତୁମକୁ ମୁଁ ରାଜା କରେଇଲି ରାଜା ରାଣୀ ହେବା ଉଚିତ ନୁହଁ ଆରେ ତୋ ଚେହେରା କେବେ ଦେଖିଛୁ ତୁ କେତେ ବୁଦ୍ଧି ହେଇଯାଇଛୁ ଜାଣିଛୁ ନା ତୋ ଚେହେରା ମଧ୍ୟ କଳା ପାଲଟି ଯାଇছিল ଆଉ ମଧୁଛନ୍ଦାକୁ ଦେଖୁଛୁ କେତେ ସୁନ୍ଦର ସୁନ୍ଦର ମାନେ ଅତି ସୁନ୍ଦର ଏ ଭଉଣୀ ମୁଁ ତୁମକୁ ହାତ ଯୋଡୁଛି ତୁମେ ଏଠାରୁ ଚାଲିଯାଅ ନା ମୁଁ ଯାଇପାରିବି ନାହିଁ ଆରେ ମଧୁଛନ୍ଦା ଆଉ ଅନେଇଛ କାହିଁକି ଲୋ ତାକୁ ଏଇ ରାଜ୍ୟରୁ ଏଠୁ ଯୋଉ ତାକୁ ବାଡ଼ ମାରି ଏଠୁ ବାହାର କରିଦେଲେ ତୁମେ ହେଇଯିବ ଚନ୍ଦନଗଡ଼ ରାଜ୍ୟର ପାଟ ରାଣୀ ଆଉ ମୁଁ ଜଣ କି ମୋର ଜୀବନ ଭୁଲ କରିଦେଇଛି ହେ ଭଗବାନ ତୋରି କଥାରେ ପଡି ମୋ ସୁନା ପରି ଭାଉଜକୁ ମୁଁ ବିନା ଦୋଷରେ ମୋ ଘରୁ ତୋଳି ଦେଇଛି ଭଲ ହେଇଛି ଆଉ ମୋ ଭାଇଙ୍କୁ ମଧ୍ୟ ତୋରି କଥାରେ ପଡି ମୁଁ ତାଙ୍କୁ ପାଗଳ ସଜାଇ ଦେଇଛି ଭଲ ହେଇଛି ହେଲେ ମୋ ଭଣଜା ସେ ତ ଛୋଟ ଲୋକ ତାକୁ ମଧ୍ୟ ପିଟି ଘରୁ ବାହାର କରିଦେଇছে ଆରେ ମଧୁଛନ୍ଦା ଆମ ପାଖରେ ସମୟ ନାହିଁ ଲୋ ଆଉ ଅନେଇଛ କାହିଁକି ଉଠା ଅସ୍ତ୍ର ଏହାକୁ ମଧ୍ୟ ମାଡ଼ ମାରି ଏଠୁ ବାହାର କରିଦେବା ତୋ ପାଖରେ ଏମିତି କଥା ଭାବୁଛି हे भगवान हे माँ मौसी माने आपण माने मो परी
ଏମିତି ଭୁଲ କେବେ ମଧ୍ୟ କରିବେନି। ଯଦି କରିବେ ଏଇ ଦିନ ଦେଖିବାକୁ ପଡ଼ିବ। ହଁ ହଁ ମୋତେ ମାରିଦିଅ। ଆଜି ମୋ ଜୀବନ ଚାଲିଯିବାକୁ ମୁଁ ପଛେଇ আবে থাউ তো ড্রামা ভଲରେ ଯିବୁ ନା ତତେ ଧକ୍କା ମାରି ବାହାର କରିବି। ଏ ଭଉଣୀ ମୁଁ ଭୟରେ ପଳିଯିବି। କେବଳ ମୁଁ କୁଆଡ଼େ ନୁହଁ, ମୁଁ ଚାଲିଯିବି ସେଇ ସ୍ୱର୍ଗପୁରକୁ। ହେଲେ ବନ୍ଧୁଛନ୍ଦା ହଁ ମହାରାଜ ସେଇ କାଳ ବୈଶାଖୀ ତ ଏଠୁ ଚାଲିଗଲା। ହଁ ମହାରାଜ ହେଲେ ଆସ ମୋ ପାଖକୁ ଚାଲି ଆସ। ହେଲେ ମହାରାଜ ହଁ ମୁଁ କବାଟଟା ତ ବନ୍ଦ କରି ଆସେ। ହଁ ତୁମେ ଠିକ କହୁଛ ନା। କାଳେ କିଏ ପଶିଯିବ। ସେଇ କବାଟଟା ବନ୍ଦ କରି ଶୀଘ୍ର ଚାଲି ଆସ। ଆଉ ଆପଣ ଆଖି ବନ୍ଦ କରି ଏଇଠି ବସି ପଡ଼। ତେବେ ଠିକ ଅଛି, ମୁଁ ଆଖି ବୁଝିକି ଏଇଠି ବସି ପଡୁଛି ହେଲା। ହେଲେ ଆଉ ବିଳମ୍ବ କରିବନି। ଆଉ ମୁଁ ଧୈର୍ଯ୍ୟ ଧରି ପାରିବିନି ଲୋ। ଶୀଘ୍ର ଫେରି ଆସିବ। କୁଲାଙ୍ଗାର ଓ ସ୍ୱପ୍ନରେ ମୋହିତ ହଉଥିଲେ ବେ। ଆଗର କଥା ମନେ ଅଛି ତ? ହଁ ଆବେ କେମିତି ତ ତମେ ଘୋଷାଡ଼ି ଏଠୁ ବାହାର କରିଥିଲି, ଏଇ କଥାଟା ମନେ ଅଛି ନା ନାଇଁ? ଆବେ ମତେ ଭଲ ଭାବରେ ମନେ ଅଛି। ହେଲେ କିନ୍ତୁ ତୁ ଯେତେ ବି ପାପ କରିଛୁ ନା, ସେ ସବୁକୁ ତୁ ପୁଣି ଥରେ ମନେ ପକେଇ ଦେ। ତୋର ପାପରେ ଘର ନା ଏଥର ଭରି ଯାଇଛି। ଆଉ ତୁ ଏଥର ତ କ୍ଷମାର ଯୋଗ୍ୟ ନୁହଁ, ଜାଣିଛ? ଆଉ ଗୋଟେ କଥା ତୁ କହୁଛୁ ସେଦିନର କଥା। ଆବେ ସମୟ ଥିଲା ସେଦିନ ତୋର, ହେଲେ କିନ୍ତୁ ଆଜି ହଉଛି ସମୟଟି ମୋର। ତେବେ ଠିକ ଅଛି, କଥା ଉତ୍ସର ଦେଖାଯିବ କାହାର କେତେ ଶକ୍ତି। ହେଇଯାଉ ପୁଣି ସେ ଶକ୍ତିର ପରୀକ୍ଷା। ତେବେ ଠିକ ଅଛି। ହଉ ବେ। କହିଲି ପରା, ଦେଖିଲୁ ତ ସେଇଦିନ ତୋ ସମୟ ଥିଲା, ଆଜି ହଉଛି ସମୟଟି ମୋର। ଆଉ ଜାଣିଛ, ରଖେ ହରି ତ ମାରେ କିଏ, ଆଉ ମାରେ ହରି ତ ରଖେ କିଏ? ଚୌଧୁରୀ ବାବୁ, ମୋର ଭୁଲି ଯାଇଛି, ମୋତେ ଛାଡ଼ି ଦିଅ। ଛାଡ଼ିଦେବି? ମୁଁ ଆପଣଙ୍କ ପିଉସର କଥାରେ ପଡ଼ି ମୁଁ ଆଜି ବହୁତ ବଡ଼ ଭୁଲ କରିଦେଇଛି। କଦାପି ନୁହଁ, ଆଜି ତତେ ମନେ ପଡୁଛି ଭୁଲ କରିଛୁ ବୋଲି। ମୋତେ ଏଥର ଛାଡ଼ି ଦିଅ, ମୁଁ ଚାଲିଯିବି। ଆବେ ହଁ ଠାକିଆ ସାରା କୁକୁର, ତୁ କ୍ଷମାର ପାତ୍ର ନୁହଁ। ତତେ ତ ଏମିତି ଛାଡ଼ିବିନି। ସମସ୍ତେ ମିଶିକିରି ଆସ। କେମିତି ଲାଗୁଛି? ଏଥର ମନେ ପଡୁଛି ନା? ଆବେ ଭାରି କଷ୍ଟ ହେଉଛି। ତୁ ଯୋଉ ମୋ ସେଇ ସୁନାର ପରିବାର ତୁ ଛାର ଛାର କରିଥିଲୁ ନା, ଏଥର ଗୋଟି ଗୋଟିକୁ ସବୁ ଏଥର ମନେ ପକା। ମନେ ପକା। ମନେ ପଡ଼ି ସାରିଛି। ଯୁବରାଜ ମୋତେ ଛାଡ଼ି ଦିଅ, ମୁଁ ଚାଲିଯିବି ହେଲା। ଛାଡ଼ିଦେବା? ହଁ ନା ନା, କଦାପି ବି ତୋର ଏମିତି ଛାଡୁ।
ଆଉ ମୋତେ ଆଉ ଚୋଦନ କରୁଥିଲ ରାଜ୍ୟର ଏଇ ପ୍ରଜାମାନଙ୍କ ସାମ୍ନାରେ ମୋତେ ଆଉ ଲଜ୍ଜିତ ମୁଁ ଚାଲିଯିବି ଆବେ ଚାଲିଯିବୁ ହଁ ମୁଁ ଚାଲିଯିବି ହେଲେ କିନ୍ତୁ ରୁହ ହଁ ତତେ ଛାଡ଼ିବି ହେଲେ କିନ୍ତୁ ଗୋଟେ ସର୍ତ୍ତରେ କି ସତ କି ସର୍ତ୍ତ ହଁ ତୁ ମୋ ବାବା ମାକୁ ତୁ ଯେମିତି ମାନ ଅପମାନ ନିନ୍ଦା ବୋଲ ତୁ ଯେମିତି ଆମର ସମସ୍ତଙ୍କ ପ୍ରଜାଙ୍କ ସମ୍ମୁଖରେ ନିନ୍ଦା ଅପମାନ ଦେଇ ଭୟଙ୍କିନିଆ ଲଜ୍ଜିତ କରୁଛୁ। କିନ୍ତୁ ସେଇ ସବୁ ପୁଣି ଥରେ ଫେରିବାକୁ ପଡ଼ିବ ସେଇଟା କେମିତି ଫେରିବୁ ଜାଣିଛ କେମିତି ଆବେ ତୋ ଦେହରେ ଯେତେ ବି ବସ୍ତ୍ର ଅଛି ଆମର ଏ ରାଜା ସବୁକୁ ତୁ ଏଠି ଖୋଲିକି ଦେ ତେବେ ଠିକ ଅଛି